ଆମେ ବାକ୍ୟରୁ ଗୋଟେ ପଦ ପଢି ଆଗକୁ ବଢିବା। ଆପଣ ମାନେ ମୋ ସହିତ ଏବ୍ରି ପୁସ୍ତକ 10 ଅଧ୍ୟାୟକୁ ବାହାର କରିବେ। ଏବ୍ରି ପୁସ୍ତକ 10 ଅଧ୍ୟାୟ 4 ପଦରୁ ମୁଁ ପଢୁଛି। ଲେଖା ଯାଉଛି, କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ। ସେଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲଢି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ଶପଥ ଲେଖାଗଲା, ହୋମ ବଳି ଓ ପାପାର୍ଥକ ବଳିରେ ତୁମ୍ଭେ ସନ୍ତୁଷ୍ଟ ହେଲ ନାହିଁ। 7 ପଦ, ସେତେବେଳେ ମୁଁ କହିଲି, ଦେଖ ଶାସ୍ତ୍ରରେ ମୋ ବିଷୟରେ ଲେଖା ଅଛି, ହେ ଈଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୁଁ ଆସିଅଛି। ଏଇଟା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଲେଖାଯାଉଛି। ଏଠି ଲେଖା ଅଛି ଯେ ଶାସ୍ତ୍ରରେ କାହା ବିଷୟରେ ଲେଖା ଅଛି? ମୋ ବିଷୟରେ ଲେଖା ଅଛି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଲେଖା ଅଛି। ଆମର ପରମେଶ୍ୱର କେମିତି ପରମେଶ୍ୱର? ଲେଖାଥିବା ପରମେଶ୍ୱର, ସେ ଅଲେଖ ନୁହନ୍ତି। ସେଥିପାଇଁ ଆମେ କେମିତି ବିଶ୍ୱାସୀ ହେବାର ଅଛି? ଲେଖାଥିବା ବିଶ୍ୱାସୀ। ଜଣେ ମତେ ୟୁଟ୍ୟୁବରେ କମେଣ୍ଟ କରିଛନ୍ତି, ଖ୍ରୀଷ୍ଟମାସ ଯିଏ ଯେମିତି ପାଳନ କରୁଛନ୍ତି କରନ୍ତୁ, ବାକ୍ୟ ଅନୁସାରେ ପାଳନ କରିବା ଦରକାର ନାହିଁ ବୋଲି ସେ କମେଣ୍ଟ କରିଛନ୍ତି। ବାପରେ, ବାଇବଲ ଅନୁସାରେ ପୁଣି ଖ୍ରୀଷ୍ଟମାସ ନ ହେବାର ଅଛି, ଯେ ଯେମିତି ପାଳନ କରୁଛନ୍ତି କରନ୍ତୁ। ମୁଁ କହିଥିଲି ଯେ ପ୍ରକୃତ ଖ୍ରୀଷ୍ଟମାସ ଟ୍ରି କଣ? ଖ୍ରୀଷ୍ଟମାସ ଟ୍ରି ବୋଲେ ଯୋଉ ଗ୍ରୀନ କଲରର ଗୋଟେ ଗଛ ଆଣିକିନା ଚର୍ଚ୍ଚରେ ସଜାଉଛନ୍ତି, ଲିଚୁ ମାଳ ଦେଉଛନ୍ତି, ସେଠି ଯୀଶୁ ମଲେ କି? ସେଠି ରକ୍ତ ଝରାଇଲେ? ସେଇ ଗଛ ବିଷୟରେ କୋଉଠି ଲେଖା ହେଇଛି? ଏଇଟା ମୁଁ ଯେତେବେଳେ ପ୍ରଚାର କରୁଥିଲି, କାହାକୁ ଗୋଟେ ନିଆଁ ଲାଗିଗଲା, ମୁଁ ଜାଣି ନାହିଁ କୋଉ ଭାଇ କି କୋଉ ଭଉଣୀ କି। ପ୍ରଭୁ ଅନୁଗ୍ରହ କରନ୍ତୁ ବାକ୍ୟକୁ ବୁଝିବା ପାଇଁ। ପ୍ରିୟ ମାନେ, ଯଦି ଆମର ଇଚ୍ଛାରେ ଆମେ ଯଦି ସବୁ କିଛି କରିବୁ, ତାହେଲେ ପ୍ରଭୁ ବାଇବଲ କାହିଁକି ଦେଲେ? ପବିତ୍ର ଆତ୍ମାକୁ କାହିଁକି ଦେଲେ? ତାଙ୍କ ଦାସମାନଙ୍କୁ କାହିଁକି ଦେଲେ? ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆମର ପରମେଶ୍ୱର କେମିତି ପରମେଶ୍ୱର? ଲେଖା ଥିବା ପରମେଶ୍ୱର। ଲେଖା ନଥିବାଟା କିଛି ଘଟୁ ନାହିଁ। ଏଠି ସେ କହୁଛନ୍ତି ଯେ ତୁମେ କଣ କଲ? କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ। ପୁରାତନ ନିୟମରେ କଣ କରାଯାଉଥିଲା? ଯେ ପାପ କରବ ତାର ପାଇଁ ଗୋଟେ ଛେଳି ମେଣ୍ଢା ନେଇକିନା କଣ କରାଯାଉଥିଲା? ବଳି ଉତ୍ସର୍ଗ କରି ସେଇ ରକ୍ତକୁ ବେଦୀ ଉପରେ ଛିଞ୍ଚା ଯାଉଥିଲା। ଆଜି ପାପ କରବ, କାଲିକୁ ଯାଇକିନା ଗୋଟେ ବଳି କରବ, ଆହୁରି ଗୋଟେ ପାପ କରବ, ଆହୁରି ଗୋଟେ ବଳି ଦେବ। ସେମିତି ହେଇ 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 କଣ ହଉଥିଲା? ପାପ ବଢି ଯାଉଥିଲା। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଗୋଟେ ଶରୀର ଧାରଣ କରି ଆସିଲେ, ଆହୁରି ସମ୍ପୂର୍ଣ୍ଣ ବଳିଦାନ କଲେ। ଏଟାକୁ କୁହାଯାଏ ସମ୍ପୂର୍ଣ୍ଣ ବଳିଦାନ। ଯୀଶୁ ଖ୍ରୀଷ୍ଟଙ୍କର ସମ୍ପୂର୍ଣ୍ଣ ବଳିଦାନ ସେ କଣ କଲେ? ସେ ଦେହ ଧାରଣ କରି ଆସିଲେ। ଖ୍ରୀଷ୍ଟମାସକୁ ଆଜି ଖ୍ରୀଷ୍ଟିଆନ ସମାଜ ବୁଝି ନାହାନ୍ତି। ଖ୍ରୀଷ୍ଟମାସ ବୋଲେ କଣ? ପରମେଶ୍ୱର ମନୁଷ୍ୟ ରୂପ ଧାରଣ କରିକିନା ସେ ଆସିଲେ। ଏଇଟା ହଉଛି ଖ୍ରୀଷ୍ଟମାସ। ମନୁଷ୍ୟ ରୂପ ଧାରଣ କରି କିଏ ଆସିଲେ? କିଏ ଆସିଲେ? ପରମେଶ୍ୱର। କାହିଁକି ଏତେ ଡାଉଟରେ ଆମେ କହୁଛୁ? ଏତେ ଡାଉଟରେ ଆମେ କାହିଁକି କହୁଛୁ? ନା ଆମକୁ ଅବିଶ୍ୱାସ ଅଛି? ବିଶ୍ୱାସ ଲାଗୁନାହିଁ ଭାଇ। ପରମେଶ୍ୱର ମନୁଷ୍ୟ ହେଇ ଆସିବାଟା ମତେ ବିଶ୍ୱାସ ଲାଗୁନି। ଏମିତି ଲାଗୁଛି କି ଆମକୁ? ବିଶ୍ୱାସ ଅଛି। ହଁ, ଚିଲ୍ଲାଇ ଚିଲ୍ଲାଇ କହିପାରୁଛି, ପରମେଶ୍ୱର କାହିଁକି ମନୁଷ୍ୟ ହେଲେ? ମୋ ଲାଗି। ହଁ, ଆମକୁ ଯଦି କିଏ କହିବ ଆଜି ଗୋଟେ ଦିନ ତୁମେ ଗାଈ ହେଇକିନା ରୁହ ଭାଇ, ଗୋଟେ 2 ମିନିଟ, ଗୋଟେ 3 ଦିନ ତୁମେ ଛେଳି ହେଇକିନା ରୁହ, କିଏ ପସନ୍ଦ କରିବେ? ନାଇଁ, ମୁଁ ଯୋଉ ପୋଜିସନରେ ଅଛି ସେ ପୋଜିସନ ମତେ ଦରକାର। ତୁମେ ଆଜି ରାଜା ହେଇଛ, ରାଜା ସବୁବେଳେ କୋଉଠି ଯିବେ? ଆମର ପ୍ରଧାନମନ୍ତ୍ରୀକୁ ଯଦି କହିବେ ନାଇଁ ତୁମେ ଟିକେ ଠେଲାରେ ବସିକିନା ଆସ, ଆଇବେ ନାଇଁ ସେ? ଯୀଶୁ ଖ୍ରୀଷ୍ଟ ରାଜା ମାନଙ୍କ ରାଜା। ସେ କେମିତି ଆସିଲେ? ରାଜମହଲରେ ସେ ଜନ୍ମ ହେଲେ ନାହିଁ, ବେଥଲିମ୍ ଗୁହାଳ ଘରେ ଜନ୍ମ ହେଲେ। ତାଙ୍କ ବିଜୟ ଯାତ୍ରାରେ ସେ ଘୋଡାରେ ଆସିଲେ ନାହିଁ, ସେ ଗଧରେ ଆସିଲେ। ଶିଷ୍ୟମାନଙ୍କର ପାଦକୁ ଧୋଇଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦୁନିଆର ସମସ୍ତଙ୍କ ଠାରୁ ସେ ଭିନ୍ନ ଆଉ ନମ୍ର ଆଉ ସିଦ୍ଧ ବ୍ୟକ୍ତି ଅଟନ୍ତି। ତାହାଙ୍କ ବିଷୟରେ ଶାସ୍ତ୍ରରେ ଲେଖା ଅଛି। ଲେଖା ନଥିବା ଘଟଣା କିଛି ଘଟୁ ନାହିଁ। ଆଜି ଆପଣମାନଙ୍କ ନିକଟରୁ ମୁଁ କହିବି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମୟରେ ପୂର୍ବରେ ଲେଖା ହେଇଥିବା ଭାବବାଣୀ ଗୁଡ଼ିକ, ଅନେକ ଭାବବାଣୀ ସଫଳ ହେଲା। କେଉଁ କେଉଁ ଭାବବାଣୀ ଗୁଡ଼ିକ ସଫଳ ହେଲା ମୁଁ ଆପଣମାନଙ୍କ ନିକଟରେ ସଂକ୍ଷେପରେ ରଖିବା ପାଇଁ ଚାହେଁ। ଆଦି ପୁସ୍ତକ 3 ଅଧ୍ୟାୟକୁ ଆସନ୍ତୁ। ଆଦି ପୁସ୍ତକ 3 ଅଧ୍ୟାୟ 15 ପଦ। ଏଠି ଲେଖା ଯାଉଛି,
ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା, ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗଇଠିକି ଆଘାତ କରିବେ। ଏଇଟା ହଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବିଷୟରେ ପ୍ରଥମ ଭାବବାଣୀ। ସେ କେମିତି ଆସିବେ? ନାରୀର ବଂଶରେ ସେ ଆସିବେ। ଏଇଟା ହଉଛି ପ୍ରଥମ ଭାବବାଣୀ। ଯୀଶୁଖ୍ରୀଷ୍ଟ କେମିତି ଆସିବେ? ନାରୀର ବଂଶ। ନାରୀର ବଂଶ ପୃଥିବୀରେ ଅଛି କି? ନାରୀର ବଂଶ ବୋଲି ବୁଝୁଛ? ବୋଲେ ଗୋଟେ ନାରୀ ଏକା ସେ କଣ କରିବ? ଛୁଆ ଜନ୍ମ କରିବ ବିନା ସ୍ୱାମୀଙ୍କର ସମ୍ପର୍କରେ। ଏମିତି କିଏ ଅଛନ୍ତି? କିଏ ବି ନାହାନ୍ତି। ନାରୀର ବଂଶରେ ଯୀଶୁଖ୍ରୀଷ୍ଟ ଆସିବେ। ତୁମ ବଂଶ ଆଉ ନାରୀର ବଂଶ ମଧ୍ୟରେ ଆମେ କଣ କରିବା? ବୈରଭାବ ଜନ୍ମାଇବା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଏଥିପାଇଁ ଆସିଲେ, ଶୈତାନର ମସ୍ତକକୁ ସେ କଣ କରିବେ? ଚୂର୍ଣ୍ଣ କରିବେ। ସେ ନାରୀର ବଂଶରେ ଆସିବେ। ଏଇଟା ଭବିଷ୍ୟତବାଣୀ କରାଯାଇଥିଲା। ଆଉ ସେ ଭବିଷ୍ୟତବାଣୀ କେତେବେଳେ ସଫଳ ହେଉଛି? ଲୁକ ଲିଖିତ ସୁସମାଚାର 1 ଅଧ୍ୟାୟ ମୁଁ ପଢୁଛି 31 ପଦରୁ ପଢୁଛି। ଆଉ ଦେଖ, ତୁମ୍ଭେ ଗର୍ଭ ଧାରଣ କରି ଗୋଟିଏ ପୁତ୍ର ପ୍ରସବ କରିବ ଓ ତାହାଙ୍କ ନାମ ଯୀଶୁ ଦେବ। ଏଇଟା ଦୂତ ମରିୟମକୁ କହୁଛନ୍ତି। ତୁମେ ଗର୍ଭ ଧାରଣ କରି କଣ କରିବ? ଗୋଟେ ପୁତ୍ର ପ୍ରସବ କରିବ। ସେ ମହାନ ହେବେ ଓ ପରାତ୍ପରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ପ୍ରଭୁ ଈଶ୍ୱର ତାହାଙ୍କୁ ତାହାଙ୍କ ପିତା ଦାଉଦଙ୍କ ସିଂହାସନ ଦାନ କରିବେ। ସେ ଯାକୁବଙ୍କ ବଂଶ ଉପରେ ଯୁଗେ ଯୁଗେ ରାଜତ୍ୱ କରିବେ। ପୁଣି ତାହାଙ୍କ ରାଜ୍ୟର ଶେଷ ହେବ ନାହିଁ। ଲେଖାଯାଉଛି 34 ପଦରେ, କିନ୍ତୁ ମରିୟମ ଦୂତଙ୍କୁ କହିଲେ, ଏହା କିପରି ହେବ? ମୁଁ ତ ପୁରୁଷକୁ ଜାଣେ ନାହିଁ। ଏଇଟା କେମିତି ହେଇପାରିବ ପ୍ରଭୁ? ପୁରୁଷ କଣ ମୁଁ ଜାଣିନାହିଁ। ତାର ଅର୍ଥ କଣ? ମୋର ବାହାଘର ଏ ପର୍ଯ୍ୟନ୍ତ ହେଇନାହିଁ, ସ୍ୱାମୀ ସହିତ ମୋର ସମ୍ପର୍କ ନାହିଁ। ଏଇଟା କେମିତି ହେବ ବୋଲାକୁ ପ୍ରଭୁ କହୁଛନ୍ତି, ପ୍ରଭୁଙ୍କର ଦୂତ କହୁଛନ୍ତି। ଦୂତ ତାହାଙ୍କୁ ଉତ୍ତର ଦେଲେ, ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ପରଙ୍କ ଶକ୍ତି ତୁମ୍ଭକୁ ଆବରିବ। ଏଣୁ ଯେ ଜାତ ହେବେ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବେ। ସ୍ୱାମୀ ସ୍ତ୍ରୀର ବିନା ସମ୍ପର୍କରେ ଗୋଟେ ନାରୀର ବଂଶରେ ଯୀଶୁଖ୍ରୀଷ୍ଟ ଆସୁଛନ୍ତି। ଏହି ଭବିଷ୍ୟତବାଣୀ କେତେବେଳେ ସଫଳ ହେଉଛି? ଯେତେବେଳେ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରୁଛନ୍ତି। ମୁଁ ଆପଣମାନଙ୍କ ନିକଟରେ ଦ୍ୱିତୀୟ ଭାବବାଣୀ, ଯୋଉଟା କି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସମୟରେ ସଫଳ ହେଲା, ଯିଶାୟ ପୁସ୍ତକ 7 ଅଧ୍ୟାୟକୁ ଆସିବେ। ଯିଶାୟ 7 ଅଧ୍ୟାୟ 14 ପଦ ଲେଖାଗଲା, ଏହେତୁ ପ୍ରଭୁ ଆପେ ତୁମ୍ଭମାନଙ୍କୁ ଏକ ଚିହ୍ନ ଦେବେ। ଦେଖ, ଏକ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଓ ତାହାର ନାମ ଇମାନୁଏଲ, ଆମ୍ଭମାନଙ୍କ ସହିତ ଈଶ୍ୱର ରଖିବ। এই ଭବିଷ୍ୟତବାଣୀ ଗୁଡ଼ିକ କେବେ କୁହାଯାଉଛି? ଯୀଶୁଙ୍କ ଜନ୍ମର 750 ବର୍ଷ ପୂର୍ବେ। କେବେ କୁହାଯାଉଛି? ଯୀଶୁଙ୍କର ଜନ୍ମର 750 ବର୍ଷ ପୂର୍ବେ এই ଭବିଷ୍ୟତବାଣୀ ଗୁଡ଼ିକ କୁହାଯାଉଛି। ଆଉ ଯୀଶୁଙ୍କ ଜନ୍ମ ସମୟରେ ଏଇଟା ଯାକ ସଫଳ ହେଉଛି। କଣ? ଗୋଟେ କନ୍ୟାର ଗର୍ଭରେ ଯୀଶୁଖ୍ରୀଷ୍ଟ ଆସିବେ। କୁଆଁରୀ କନ୍ୟା ଗର୍ଭରେ ଯୀଶୁଖ୍ରୀଷ୍ଟ ଜନ୍ମ ହେବେ। କୁଆଁରୀ କନ୍ୟା ମାନେ କେବେ ଛୁଆ ଜନ୍ମ କଲାଟା ଆପଣ ମାନେ ଶୁଣିଛନ୍ତି? ନାଇଁ। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ କେତେ ସତ୍ୟ। ଯୀଶୁଙ୍କ ଜନ୍ମ ସମୟରେ ଏଇଟା ସଫଳ ହେଉଛି। এইটা কেমতি কেତେବେଳେ ସଫଳ ହେଲା ଆପଣମାନେ ଦେଖିବେ। ମାଥ୍ୟୁ ଲିଖିତ ସୁସମାଚାର 1 ଅଧ୍ୟାୟ 21 ପଦରୁ ଯଦି ଆମେ ପଢିବା, ଲେଖାଯାଉଛି, ସେ ପୁତ୍ର ପ୍ରସବ କରିବେ ଆଉ ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥି ନିମନ୍ତେ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ଏଇଟା ସଫଳ ହେଉଛି। ଯୀଶୁଙ୍କ ଜନ୍ମର 750 ବର୍ଷ ପୂର୍ବେ ଯେଉଁ ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକରେ ଭାବବାଣୀ କରାଗଲା, ଭାବବାଣୀ କଣ ହେଉଛି? ଯୀଶୁଙ୍କ ଜନ୍ମ ସମୟରେ ସଫଳ ହେଉଛି। ଆହୁରି କେଉଁ କେଉଁ ଭାବବାଣୀ ଗୁଡ଼ିକ ସଫଳ ହେଉଛି ଆପଣମାନେ ମୋ ସହିତ ଆସିବେ। ମିଖା ମିଖା ପୁସ୍ତକ ଆଣିଛନ୍ତି? ମୁଁ ବି ଆଣିଛି। ଜୁନସ୍ ପରେ ଥିବ ହେଲା। ଜୁନସ୍ ପରେ ମିଖା ପୁସ୍ତକ 5 ଅଧ୍ୟାୟ 2 ପଦ। ମାତ୍ର ହେ ବେଥଲିହେମ ଉଫ୍ରାତା,
जिहुदार सहस्र गणर मध्य क्षुद्र जे तुम्भ मध्यरु इस्राएल रो शासनकर्ता हेबा निमंते आंब उद्देश्य एक व्यक्ति उत्पन्न हेबे पुरातन कालरू अनादि कालरू ताहांकर उत्पत्ति। एटा जीशुख्रीष्ट जन्म विषय मिखा मध्य से कौन कर भविष्यवाणी करुछंती कौन बोली से बेथलीहिम रे जन्म ग्रहण कर। जोसेफ और मरियम नाजरित कोठी गले नाम लेखाइबा पई से बेथलीहिम को गले मन इच्छा जाई नांती। ए माने से नाम लेखाइबा को जीवा द्वारा प्रभुंकर वाक्य को सेबारे सफल कर। ख्रिस्टमास मन इच्छा ख्रिस्टमास ना एटा जेमिति भी जे पालन करंतु बोले हेबो कि हाँ मद पी नाचंतु केक काटंतु हाँ जेमिति भी पालन करंतु बोले हेबो। ए डिसेंबर मास रे 1 तारिख रु 25 तारिख जाए लोग ख्रिस्टमास पालन करबे जानिछन तो जानिछंती के जण जानि नांती पालन करूछन जानिछंती कि नाही। ख्रिस्टमास संबंधी सभा गुडी को होउची कि नाही होउची ना ख्रिस्टमास में गोटे मीटिंग करवा से प्रभु को दास को डाकवा से दास को डाकवा डाकिबाटा सेलिब्रेट करवाटा वाक्य शुणवाटा कौन सी प्रकार भूल न मात्र से सब घटना गुड़िक बाइबल आधारित रहिबार अछि। इति लेखा जाउची जे यीशु ख्रीष्ट जन्म हेबे बेथलीहिम रे जन्म हेबे केबे कुआ जाउची तांकर जन्म हेबा परे कि जन्म पूर्वरु नहीं कि जदि आपण देखिबे आमर अणख्रिस्टियान केतक भाई भौणी माने पुओ झियो जन्म हेले से कौन करबे से जातक देखाइबा को नेबे जातक बुझी पारछन तो देखाइबे आज्ञा टिके देखी देखो मोर पुओ बेसी खायरा हेबो ना केंतीटा हेबो टिके देखो मोर पुओ बेसी टेम्परिया हेबो कि धर्म हेबो से केतरा स्त्री बा हेबो बोलला परी कौन करबे देखाइबा को नेबे से यार कोई देइतिबो से कोइलार सफल मिसा हेबो नै मात्र जीशु ख्रीष्टଙ୍କର जन्म पूर्वरु सब लेखा हेची तांकर नाम कोन दिया जीवो से कोठी जन्म हेबे तांकर काम कोन से की सेवा कार्य करबे तांकर मृत्यु केमती हेबो तांकर पुनरुत्थान केमती हेबो से केमती स्वर्ग को जिवे और से केमती आसबे सब आगुरु आका प्रभु लिखि देछि और परे 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 सब भविष्यवाणी गुडी को सफल हेउछि। प्रिय माने आमे गोटे साधारण प्रभुंकर सेवा करूना आमे साधारण गोटे परमेश्वर को आमे पूजा करूना से राजा मान को राजा से प्रभु मान को प्रभु ताहां छड़ा स्वर्ग रे पृथ्वी रे द्वितीय परमेश्वर केही ना से सत्य परमेश्वर अटंती आमको आहुरी प्रभु को निकट रे समर्पण हेबार अछि। प्रभु देखंतु केते सत्य परमेश्वर हेले मध्य आम परी मिथ्यावादी आम परी पापी दुष्ट अबाध्य लोक से बाछिचंती कहीं बाछिचंती मन इच्छा आसुथिबु मन इच्छा जाउथिबु 100टा क्रिसमस जाउथिबो आमर जीवन बदली नथिबो घर पुछुथिबु आमर हृदय गंधिया थिबो हाँ इटी आसी आराधना करबु जो मुखरे से मुखरे लोकन को हम अभिशाप देबु से मुखरे आमे दुई अक्षर भाषा कहबु से मुखरे आमे भांग धरी किना आमे रहइबु पुड़िया धरी रहइबु एटा पई प्रभु आसले कि आपण आमु प्रभु को जानिबार अछि आमे जेते थोर ए घर को आसबा सेते थोर हमर प्रभु को भलरे आमे जानिबार अछि। प्रिय माने प्रभु आमान को अनुग्रह करंतु लेखा जाउछि हे बेथलेहेम ओफ्राता तुम ठारू गोटे इस्राएल रो शासन करता हेबा निमंते कोन हेबे उत्पन्न हेबे आ तांकर उत्पत्ति केबे पुरातन कालरू अनादि कालरू तांकर उत्पत्ति एतकी जानंतु यीशु ख्रीष्टंकर आरंभ बेथलेहेम रे हेइ नाही यीशु ख्रीष्टंकर आरंभ बेथलेहेम रे नाही बेथलेहेम रे गोटे शरीर रो आरंभ हैला मात्र परमेश्वर आरंभ नाही कि शेष मध्य नाही बाइबल रे काहे कि तांकर जन्म तारीख लेखा गला नाही तांकर आरंभ आका नाही काहे कि लेखा हेबो तांकर शेष आका नाही कुट लेखा हेबो हां डिसेंबर 25 रे जन्म हेले तुमर बाइबल रे अछि काहे से देह धारण करी आसले आका काइरोस अगस्टन पाखे सब रेकर्ड थिला एटा के भूल काइले प्रभु आका भूल काइले सब लेखा अछि सेटा काहे लेखा नाही ए परमेश्वर जन्म तारीख आम की दरकार जुटा लेखा हेने काहे की लेखलो नाही एबे गोटे कुंभार को हांडी कहबो कि मते हांडी तुमे बनाइलो जे भल रे बनाइबार थिला मोर चंडी गजिया पर काहे कलो बोले कुंभार कोन कहबो
ତୁ ମାଟି ବୋଲେ ମାଟି ପଡିଥା, ମୋର ଯେମିତି ଇଚ୍ଛା ସେମିତି ମୁଁ ତିଆର କରିବି। ତ ନାକ ଗଜା ବି କରିପାରିବି, କାନ ବି ଗଜା। ପ୍ରଭୁ ଯୋଉଟା ସିଧା କରିଛନ୍ତି କେ ବଙ୍କା କରିପାରିବେ ନାହିଁ, ଯୋଉଟା ବଙ୍କା କରିଦେଲେ କେ ସିଧା। ପ୍ରଭୁ ଯାହା ଲେଖି ନାହାନ୍ତି ଘାବରା ହୁଅନ୍ତୁ ନାହିଁ, ଯୋଉଟା ଲେଖି ଦେଇଛନ୍ତି ସେଟା ପାଳନ କର। ପରାଗରେ ଭାଙ୍ଗ ଛାଡ, ଏ ଖାଇରା ଡୁମା ଯାଉ, ଚର୍ଚ୍ଚ ଯୋଉ ଆସୁନ ନିଶ ଥେଇ ସେଟା ଆଗରେ ଠିକ କର। ତୁମେ ଜନ୍ମ ତାରିଖ କାହିଁ ଖୋଜି ବୁଲୁଛ? ହଁ, ଜନ୍ମ ତାରିଖ ମିଳିଗଲେ ସ୍ୱର୍ଗକୁ ପଳାଇବ ନାଇଁ କି? କେମିତି ଆଲୁ ରେ ବାବୁ? ନାଇଁ ଆଜ୍ଞା, ଭାଙ୍ଗ ଅଛି ସିନା, ଜନ୍ମ ତାରିଖ ମିଳିଗଲା, ପୁରାଇବ କି ନାଇଁ? ପୁରାଇବି, ଗୋଟେ ଭାଲା ପେଟରେ ପୁରାଇବି, ଗୋଟେ ଭାଲା ଭଲ କରି ଦେବେ। ଆଜି ଖ୍ରୀଷ୍ଟିଆନ ସମାଜ ଭ୍ରାନ୍ତ ହେଇଯାଇଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରିୟ ଭାଇ ଭଉଣୀ ମାନେ। ଏଇଟା ଆମେ ଦେଖୁଛୁ ଯେ ତାଙ୍କର ଜନ୍ମ ସମୟରେ ବାଇବଲର ଅନେକ ଭାବବାଣୀ ଗୁଡ଼ିକ ସଫଳ ହେଇଛି। ଆପଣମାନେ ପଢିବେ ମୋ ସହିତ ହୋସେଇ ଭବିଷ୍ୟତ ବକ୍ତାଙ୍କ ପୁସ୍ତକକୁ ଆସନ୍ତୁ। ହୋସେଇ 11 ଅଧ୍ୟାୟ 1 ପଦରେ କଣ ବୋଲି ଲେଖାଗଲା? ଇସ୍ରାଏଲର ବାଲ୍ୟ କାଳରେ ଆମ୍ଭେ ତାହାକୁ ସ୍ନେହ କଲୁ ଓ ଆମ୍ଭ ପୁତ୍ରକୁ ମିଶରରୁ ଡାକିଲୁ। ନାଇକି? କଣ ବୋଲି ଲେଖାଗଲା? ଆମ୍ଭ ପୁତ୍ରକୁ ଆମେ କୋଉଠିରୁ ଡାକିଲୁ? ମିଶରରୁ ଡାକିଲୁ। ଏଇଟା କେତେବେଳେ ସଫଳ ହେଉଛି? ବେଥଲିହେମରୁ ଯୋସେଫ, ମରିୟମ ଆହୁରି ଯୀଶୁଙ୍କୁ ଧରି ସେମାନେ କୋଉଠି ପଳାୟନ କଲେ? ମିଶରକୁ ପଳାଇଲେ। କାହିଁକି ପଳାଇଲେ? ହେରୋଦ ରାଗି ଯାଇକିନା ଯୀଶୁଙ୍କୁ ମାରବା ପାଇଁ ପ୍ଲାନ କଲା ବେଳେ ପରମେଶ୍ୱର ତାଙ୍କର ଦୂତଙ୍କ ଦ୍ୱାରା ସେ ଦର୍ଶନ ଦେଲେ। ସେମାନେ ମିଶରକୁ କଣ କଲେ? ପଳାଇଲେ। ସେଇଠିରୁ ପୁନର୍ବାର କଣ କରୁଛନ୍ତି? ପରମେଶ୍ୱର ଡାକୁଛନ୍ତି। ଆପଣ ମାନେ ପଢିବେ ଏ ବାକ୍ୟ ମାଥ୍ୟୁ 2 ଅଧ୍ୟାୟ 14 ଆଉ 15 ପଦରେ ଲେଖା ଯାଉଛି। ମାଥ୍ୟୁ 2 ଅଧ୍ୟାୟ 14 ଆହୁରି 15 ପଦ ନେଇକି ଲେଖା ଯାଉଛି କଣ ବୋଲି? ଏଥିରେ ସେ ଉଠି ରାତ୍ରିରେ ଶିଶୁ ଓ ତାହାଙ୍କ ମାତାଙ୍କୁ ଘେନି ମିଶରକୁ ପଳାଇ ଗଲେ, ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ସଫଳ ହୁଏ, ମିଶରରୁ ଆମ୍ଭେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ। ଦେଖନ୍ତୁ, ସବୁ କିଛି ଟିକି ନିକି କେମିତି ସଫଳ ହଉଛି? ଲେଖା ଅନୁସାରେ ହଉଛି। ଯାହା ଯାହା ପୂର୍ବରେ ଲେଖା ଥିଲା ସବୁ ବିଷୟ କଣ ହଉଛି? ସଫଳ ହେଉଛି। ଆଉ ଗୋଟେ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବି, ଆପଣମାନେ ପଢିବେ ଜିରିମିୟ 31 ଅଧ୍ୟାୟକୁ ବାହାର କରନ୍ତୁ। ଇସାୟା ପୁସ୍ତକ ପରେ ଜିରିମିୟ ପୁସ୍ତକ, ଜିରିମିୟ 31 ଆପଣମାନେ ପଢିବେ 31 ଅଧ୍ୟାୟ। ମୁଁ 15 ପଦ ପଢୁଛି। ଲେଖା ଯାଉଛି, ସଦାପ୍ରଭୁ ଏହି କଥା କହନ୍ତି, ରାମାରେ ହାହାକାର ଓ ତୀବ୍ର ରୋଦନର ଶବ୍ଦ ଶୁଣାଯାଏ। ରାହେଲ ଆପଣା ସନ୍ତାନ ମାନଙ୍କ ନିମନ୍ତେ ରୋଦନ କରୁଅଛି। ସେ ଆପଣା ସନ୍ତାନ ଗଣର ବିଷୟରେ ପ୍ରବୋଧକ କଥା ମାନୁନାହିଁ, କାରଣ ସେମାନେ ନାହାନ୍ତି। ଏଇ କ୍ରନ୍ଦନ, ଏଇ ହାହାକାର କେତେବେଳେ ହେଲା? ଯେତେବେଳେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଶୁଣି ହେରୋଦ ରାଜା କ୍ରୋଧାନ୍ୱିତ ହୋଇ ସେ 2 ବର୍ଷର ତଳର ଯେତିକି ଶିଶୁ ଅଛନ୍ତି ସମସ୍ତଙ୍କୁ ମାରିଦିଅ ବୋଲି ସେ କଣ କଲା? ଘୋଷଣା କଲା। ସେହି ସମୟରେ ଲୋକମାନେ ଅନେକ ଶିଶୁମାନଙ୍କୁ ହତ୍ୟା କଲେ। ଆଉ ସେତେବେଳେ ଏଇ ବାକ୍ୟ ସଫଳ ହେଉଛି। ଆପଣମାନେ ପଢିବେ ମାଥ୍ୟୁ ଲିଖିତ ସୁସମାଚାର, ଆସିବେ ଆପଣମାନେ 2 ଅଧ୍ୟାୟ, ମାଥ୍ୟୁ 2 ଅଧ୍ୟାୟ 16 ପଦରେ ଲେଖାଗଲା, ଇତିମଧ୍ୟରେ ହେରୋଦ ପଣ୍ଡିତ ମାନଙ୍କ ଦ୍ୱାରା ଆପଣାକୁ ପ୍ରବଞ୍ଚିତ ଦେଖି କ୍ରୋଧାନ୍ତ ହୋଇଗଲେ, ଆଉ ସେମାନଙ୍କ ନିକଟରୁ ସୂକ୍ଷ୍ମ ରୂପେ ଯେଉଁ ସମୟ ବୁଝିଥିଲେ ତଦନୁସାରେ 2 ବର୍ଷ ଓ ସେଥିରୁ ନ୍ୟୁନ ବୟସ୍କ ଯେତେ ବାଳକ ବେଥଲିହେମ ପୁଣି ସେଥିର ସମସ୍ତ ସୀମା ମଧ୍ୟରେ ଥିଲେ, ଲୋକ ପଠାଇ ସେ ସମସ୍ତଙ୍କୁ ବୋଧ କଲେ। ସେତେବେଳେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହେଲା, ରାମାରେ ସ୍ୱର ଶୁଣାଗଲା, ରୋଦନ ଅତିଶୟ ବିଳାପ। ରାହେଲ ଆପଣା ସନ୍ତାନ ମାନଙ୍କ ନିମନ୍ତେ ରୋଦନ କରୁଥିଲେ, ଆଉ ସେମାନେ ନାହାନ୍ତି ବୋଲି ସେ ସାନ୍ତ୍ୱନାର କଥା ମାନିବାକୁ ଇଚ୍ଛା କରୁନଥିଲେ। ମନ ଇଚ୍ଛା ଭାବରେ କିଛି ବି ଘଟିନି। ସେହି ସମୟରେ ଅନେକ ଶିଶୁମାନଙ୍କୁ ହତ୍ୟା କରାଗଲା। ଶିଶୁମାନଙ୍କର କଣ ଭୁଲ ଥିଲା? କିଛି ଭୁଲ ନଥିଲା। ଭୁଲ ଥିଲା କି? କିଛି ଭୁଲ ନଥିଲା। ମାତ୍ର ଏମାନେ କାହିଁ କାହାର ଲାଗି ମରୁଛନ୍ତି? ଯୀଶୁ ତାଙ୍କୁ ହତ୍ୟା କରିବା ବଦଳରେ ସେତିକି ଭିତରେ ଏକଲାକୁ ମାରିଦେଲେ କଣ ହେବ? ଭଲ ନାହିଁ। ଆମେ କେମିତି କରିବା? ପ୍ଲାନରେ ମାରବା। ଆଜି ମଧ୍ୟ ଲୋକ ପ୍ଲାନ ଖୋଜୁଛନ୍ତି,
ଖ୍ରୀଷ୍ଟିଆନ ମାନଙ୍କୁ ମାରବା ପାଇଁ, ମଣ୍ଡଳୀ ଭାଙ୍ଗବା ପାଇଁ ପ୍ଲାନ୍ ଟେକ୍ନିକ ରେ ମାତ୍ର ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପରମେଶ୍ୱର ତାଙ୍କୁ କେମିତି ସୁରକ୍ଷା ଦେଲେ ଆଉ ଆମମାନଙ୍କ ମଧ୍ୟରେ ସେ ଆଣିଲେ। ଯଦି ସେ ଆମମାନଙ୍କ ମଧ୍ୟରେ ଆସିନଥାନ୍ତେ ଆଜି ଆମେ ଉଦ୍ଧାର ପାଇନଥାନ୍ତେ। ମୁଁ ବିଶ୍ୱାସ କରେ ସେଇ 2000 ଶିଶୁ ଠାରୁ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୂଲ୍ୟବାନ ବ୍ୟକ୍ତି। ତାହାଙ୍କ ରକ୍ତ ଝରାଇବାରୁ ଆଜି ଜଗତ ପରିତ୍ରାଣ ପାଇଛି, ଉଦ୍ଧାର ପାଇବ, ତାଙ୍କ ରକ୍ତରେ ମୁକ୍ତି ଅଛି। ସେଇଦିନ ସେ ଶିଶୁମାନ କିଛି ଭୁଲ ନଥିଲା। ତାଙ୍କର ପ୍ରଥମ ଆଗମନରେ ତାଙ୍କୁ ହତ୍ୟା କରାଗଲା। ଏବେ ଯେତେବେଳେ ସେ ଆସିବେ ଆମେ ସମ୍ପୂର୍ଣ୍ଣ ବିଶ୍ୱାସ କରୁ ଯେଉଁ ଶିଶୁମାନେ ଯୀଶୁଙ୍କ ଲାଗି ମୃତ୍ୟୁବରଣ କରିଛନ୍ତି ସେମାନେ ରୂପାନ୍ତରିତ ହୋଇ ଉଠିବେ, ତାଙ୍କ ସହିତ ମେଘମାଳକୁ ସେମାନେ ନୀତ ହେବେ। ପ୍ରିୟମାନେ, ଏହି ବାକ୍ୟ ତାଙ୍କର ଜନ୍ମ ସମୟରେ ସଫଳ ହେଉଛି। ଏଇଟା ଆମର ଖ୍ରୀଷ୍ଟିଆନ ଲୋକମାନଙ୍କୁ ଶୁଣିବା ପାଇଁ ଇଚ୍ଛା ନାହିଁ। କଣ କହୁଛନ୍ତି କି ବୁଝି ମଧ୍ୟ ହେଉନାହିଁ। ଏଇଟା ଯାକ ବୁଝି ହେବ କି? ଏଇଟା ଯାକ ମନେ ରଖି ହେବ କି? କିଛି ଦରକାର ନାହିଁ। ଡିସେମ୍ବର 25ରେ ଟେଣ୍ଟ ମାରବା, ଭୋଜି କରବା, ସାଉଣ୍ଡ ସିଷ୍ଟମ ଲଗାଇବା, ଏ ଯାକ କହିଲେ କାଣ୍ଡେରି କିନା ଶୁଣବେ। ହଁ, ଲୋକମାନେ ଏଇଟା ଶୁଣବେ। ମାତ୍ର ଏଇଟା ଯାକ ଆମେ ଖ୍ରୀଷ୍ଟିଆନ ବିଶ୍ୱାସ ଭାବରେ ଜାଣିବାର ଅଛି। ଏଇଟା କେମିତି କେମିତି ଏମିତି କାହିଁକି ହେଲା? ମନରେ ବାଇବେଲ ପଢିଲା ବେଳେ ଆମକୁ ପ୍ରଶ୍ନ ଆଇବାର ଅଛି। ଯୀଶୁ ଯଦି ଉଦ୍ଧାର କର୍ତ୍ତା, ତାଙ୍କର ଲାଗି କେତେ ଶିଶୁ ମାନେ ମରିଗଲେ, କେମିତି ଏଇଟା ହେଲା? ଏଇ ସବୁ ବିଷୟ ଗୁଡିକ ଆମକୁ ଲୋକ ପଚାରବେ। এইটা ଆମେ ଜାଣିବାର ଅଛି। ଆମର ବିଶ୍ୱାସ ମତକୁ ଆମେ ଦୃଢ ଭାବରେ ଧରିବାର ଅଛି। ଆପଣମାନଙ୍କୁ ମୁଁ ଆଉ ଗୋଟେ ବାକ୍ୟ ପଢି ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ଦେଖନ୍ତୁ, ଗୋଟେ ବାକ୍ୟ ପଢିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ପାର୍ବତ୍ୟ ଉପଦେଶରେ କହିଲେ, କଣ ବୋଲି କହିଲେ? ମାଥ୍ୟୁ 5:18 ଲେଖାଗଲା, କାରଣ ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେ ପର୍ଯ୍ୟନ୍ତ ଆକାଶ ମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ ସେ ପର୍ଯ୍ୟନ୍ତ ସମସ୍ତ ନ ଘଟିବା ଯାଏ ବ୍ୟବସ୍ଥାରୁ ଏକ ମାତ୍ରା କି ଏକ ବିନ୍ଦୁ କୌଣସି ପ୍ରକାରେ ଲୋପ ପାଇବ ନାହିଁ। କେତେ ଭୟଙ୍କର କଥା! ଆକାଶ ମଣ୍ଡଳ ଲୋପ ପାଇବାଟା ସହଜ, ମାତ୍ର ପ୍ରଭୁଙ୍କର ବାକ୍ୟ ଲୋପ ହେବ ନାହିଁ। ଆଜି ଖ୍ରୀଷ୍ଟିଆନ କହୁଛନ୍ତି ଆସିବାର ହେଲେ ଯୀଶୁ ଆସିନଥାନ୍ତେ କି? ଆସିବେ ନାହିଁ। ଆଜି ଅନେକ ଖ୍ରୀଷ୍ଟିଆନଙ୍କର ମାଇଣ୍ଡ ସେଟ୍ ସେଟା, ଅନେକ ଭାଇ ଭଉଣୀ ମାନଙ୍କର ମନୋଭାବ ସେଟା। ପ୍ରଭୁଙ୍କର ଆଗମନ ପୁଣି ହେବ, ମରଲା ପରେ ପୁଣି ପୁନରୁତ୍ଥାନ ଅଛି, ଯୀଶୁ ପୁଣି ମେଘମାଳରେ ଆସିବେ। କୋଉଠି ଆସିବେ? ଆମର ଅଜା କହୁଥିଲେ, ଆଜି ଯାଇ ଆହୁରି ଆସୁନାହାନ୍ତି। ପ୍ରିୟମାନେ, ମୁଁ ଆପଣମାନଙ୍କୁ ଏତିକି କହିବା ପାଇଁ ଚାହୁଁଛି, ବାଇବଲରେ ଲିଖିତ ଅନେକ ଭବିଷ୍ୟତବାଣୀ ଗୁଡିକ ସଫଳ ହେଇଛି, ଅଳ୍ପ କେତେକ ବିଷୟ ସଫଳ ହେବାଟା ବାକି ଅଛି। ସେ ମେଘମାଳରେ ଆଗମନ କର, ସେ କହିଲେ ଯେ ଆପଣାର ପ୍ରତିଜ୍ଞା ବିଷୟରେ ପରମେଶ୍ୱର କଣ କରନ୍ତି ନାହିଁ? ବିଳମ୍ବ କରନ୍ତି ନାହିଁ। ଯୀଶୁ ଖ୍ରୀଷ୍ଟ ଶୀଘ୍ର ଆସିବେ। ଆଜି ଲୋକ ଜଗିଛନ୍ତି ଯେ ଜନ୍ମଦିନ କେବେ ଆଇବ, ଯୀଶୁଙ୍କର ସେ ଖ୍ରୀଷ୍ଟମାସ କେବେ ଆଇବ, ସେ ଗୁଡ ଫ୍ରାଇଡେ କେବେ ଆସିବ, ପୁନରୁତ୍ଥାନ ଦିନ କେବେ ଆସିବ। ସେ ଦିନ ନାହିଁ, ଗୋଟେ ବିଚାରର ଦିନ ଅଛି, ଗୋଟେ ପ୍ରଭୁଙ୍କର ଆଗମନର ଦିନ ଅଛି। ସେଇଟାକୁ ଆମେ ଅଧିକ ଧ୍ୟାନ ଦେବାର ଅଛି। ପ୍ରିୟ ଭାଇ, ସେଇଟା ପାଇଁ ଆମେ ପ୍ରସ୍ତୁତି ହେବାର ଅଛି। ପ୍ରଭୁଙ୍କର ଗୌରବ ହଉ। ସେଥିପାଇଁ ଏଇ ବଡ ଦିନରେ ଆମେ କେମିତି ଆମେ ରହିବାର ଅଛି? ଆମେ ପରମେଶ୍ୱରଙ୍କର ବାକ୍ୟକୁ ପଢି ଆମେ ବଡ ଦିନ ପାଳନ କରିବାର ଅଛି। ମରିୟମ ପ୍ରଭୁଙ୍କର ବାକ୍ୟ ପଢିବା ଗୋଟେ ଯୁବତୀ ଥିଲେ। ସେଥିପାଇଁ ତାଙ୍କର ଆରାଧନାରେ ଆପଣ ଦେଖନ୍ତୁ କେମିତି ଶବ୍ଦ ଗୁଡିକ ସେ କଟ କରୁଛନ୍ତି। ଆଜିର ବଡ ଦିନ ପାଳନ କରିବା ଲୋକ କଣ? କିଛି ନାହିଁ, ଖାଲି ଧୁଆ ପୁଚାରେ ବ୍ୟସ୍ତ। ବାଇବେଲ ପଢବାର ନାହିଁ, ପ୍ରାର୍ଥନା କରବାର ନାହିଁ, କିଛି ନାହିଁ, କିଛି ନାହିଁ। ସେମାନଙ୍କୁ ପରିତ୍ରାଣ ପାଇଲା ବାପା ହେଲେ କୁ ଶାଢୀ ଆଣିଦେବ ମୋ ବୋଲେ, ତତେ ଶାଢୀ ଆଣିଦେବା କଣ ପାଇଁ? ତୁ ବେଶୀ ପ୍ରାର୍ଥନା ବର୍ତ୍ତି ବୋଲି, ତୁ ବେଶୀ ଉପବାସ କରୁଛୁ ବୋଲି? ନାଇଁ, କୋଉ ହିସାବରେ ଏମାନଙ୍କର ସଜ ବାଜ କରି ବାପା ମାନେ ଆଣୁଛନ୍ତି? ଫାଟଲାଟା ପୁରୁଣା ମଇଳାଟା ପିନ୍ଧାଇକିନା ଏମାନଙ୍କୁ ଚର୍ଚ୍ଚରେ ନେବା। ମରିୟମ ପରି ଯୁବା ଯୁବତୀ ଆମେ ହେବାର ଅଛି। ଯୋସେଫ ମରିୟମଙ୍କ ପରି ପରିବାର ହେଲେ ସେଇଟା ଗୋଟେ ମିନିଂଫୁଲ ଖ୍ରୀଷ୍ଟମାସ ହେବ। ସେଟା ପ୍ରିୟମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆସନ୍ତୁ ଆମେ ଏତିକି ବିଷୟ ମନେ ରଖିବା ଯେ ଆହୁରି ଅଳ୍ପ କେତେକ ଭବିଷ୍ୟତବାଣୀ ଗୁଡିକ ଅଛି, ସେଟା ଶୀଘ୍ର ସଫଳ ହେବ। ସେଥିପାଇଁ ଆମେ ଶୀଘ୍ର କଣ ହେବାର ଅଛି? ପ୍ରସ୍ତୁତ ହେବାର ଅଛି।
ଆଉ ତାଙ୍କର ଆଗମନ ନିମନ୍ତେ ଆମେ ନିଜକୁ ସମର୍ପିତ ହୋଇ ପ୍ରତିଦିନ ଆମେ ପ୍ରଭୁଙ୍କ ପାଇଁ ଆମେ ବଞ୍ଚିବାର ଆବଶ୍ୟକ ରହେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ